ଏହି ତିନୋଟି ଲୋକ ୟାଙ୍କ ପାଇଁ ଯଦି ଆପଣ ନିଜର କଲିଜାକୁ ବାହାର କରିଦେଇଥିବେ, ପୁରା ସମ୍ପୂର୍ଣ୍ଣ ମରିଯିବେ ବି ୟାଙ୍କ ପାଇଁ, କୌଣସି ଫରକ ପଡ଼ିବ ନାହିଁ। ଏମାନେ କେବେ ହେଲେ ଆପଣଙ୍କର ହେବେ ନାହିଁ। ସେ ତିନି ଜଣ ଲୋକ କିଏ କିଏ ଏବଂ କାହିଁକି ତାକୁ ମଣିଷ ଜୀବନରେ ଜାଣିବା ନିହାତି ଜରୁରୀ, ଏବଂ ତାକୁ ନ ଜାଣିଲେ କେଉଁ କ୍ଷତି ହୋଇଥାଏ ଏବଂ ଜାଣିବା ଦ୍ୱାରା କେଉଁ ଉପକାର ହୋଇଥାଏ। ଥରୁଟି ଛୋଟିଆଟି ମାର୍ମିକ କଥାଟିକୁ ଆଜ୍ଞା ଶୁଣନ୍ତୁ। ଦେଖିବେ ଯେଉଁମାନେ କଥା କହୁଥିବେ ଗୋଟିଏ, କାମ କରୁଥିବେ ଗୋଟିଏ ଆଜ୍ଞା। ହଁ ଆଜ୍ଞା, ତାଙ୍କ କଥାରେ ଏବଂ କାମରେ କୌଣସି ତାଳମେଳ ନଥିବ। କଥା ତ କହୁଥିବେ ମୁଁ ତୋ ପାଇଁ ମରୁଛି ସବୁବେଳେ, କଥା ତ କହୁଥିବେ ମୁଁ ତ ବିପଦ ସମୟରେ ଯାଇ ଛିଡ଼ା ହେବି, କିନ୍ତୁ ବିପଦ ସମୟ ଆସିଲେ ସେ ଆପଣଙ୍କ ଠାରୁ 7 କୋଶ ଆଜ୍ଞା ଦୂରରେ ଥିବେ। ତେଣୁ ଏମିତି କେଉଁ ତିନୋଟି ଲୋକ ଯାହା ପାଇଁ ଆପଣ ଯେତେ କଲେ ବି ସେ କେବେ ବି ଆପଣଙ୍କର ହେବେ ନାହିଁ। ଥରୁଟିଏ ଧ୍ୟାନ ଦେଇ ଆଜ୍ଞା ଶୁଣନ୍ତୁ। ଭିଡ଼ିଓଟିକୁ ଲାଇକ୍ ଟିକେ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଗୋଟିଏ କଥା, ଅମୂଲ୍ୟ କଥାକୁ ଶୁଣି ଆମେ ଏହାର ଉତ୍ତରକୁ ଜାଣିବା। ଅମୂଲ୍ୟ କଥା ହେଉଛି କ'ଣ? ଦେଖନ୍ତୁ ଆଜ୍ଞା, କର୍ମ ହେଉଛି ଭଗବାନ ଆପଣମାନେ ଜାଣିଛନ୍ତି, କିନ୍ତୁ ତାକୁ କାମରେ କେତେ ଜଣ ଉପଯୋଗ କରୁଛନ୍ତି ଏଇଟା ହେଉଛି କଥା। ଆପଣ ନିଜର କର୍ମକୁ ଡରନ୍ତୁ ଆଜ୍ଞା। ହଁ ଆଜ୍ଞା, ଏକ ଏମିତି ସତ ଘଟଣା ଆପଣଙ୍କୁ କହିବା ପାଇଁ ଯାଉଛି ଯେଉଁଟାକି ସତ ପୁରା ଆଜ୍ଞା। ଆପଣଙ୍କ ପାଦ ତଳୁ ମାଟି ଖସିଯିବ ପ୍ରକୃତରେ ଆଜ୍ଞା। ସେ ଘଟଣାକୁ ଥରେ ଶୁଣନ୍ତୁ, ଟିକେ ଧ୍ୟାନ ଦେଇକି ଶୁଣନ୍ତୁ ଆଜ୍ଞା। ସବୁ ପୁରୁଷ ସମାନ ନୁହନ୍ତି କି ସବୁ ନାରୀ ସମାନ ନୁହନ୍ତି ଆଜ୍ଞା। ଭଲ ଅଛନ୍ତି, ଖରାପ ଅଛନ୍ତି। ତେଣୁ ଯେଉଁମାନେ ଖରାପ ତାଙ୍କୁ ବଦଳିବା ପାଇଁ ଆମେ ଚେଷ୍ଟା କରିବା। ଏକ କଥା, ସତ ଘଟଣାଟି, ମୁଁ ତାଙ୍କ ନାଁ ନେବେ ନାହିଁ, ବହୁତ ସତ ଘଟଣାଟିଏ। 24-25 ବର୍ଷ ବୟସରେ ସେ ପୁରୁଷ ଲୋକଟିକୁ ଗୋଟେ ନାରୀ ସହିତ ତାଙ୍କ ପ୍ରେମ ହେଲା। ସେଇ ନାରୀଟା ହେଉଛନ୍ତି ହ୍ୟାଣ୍ଡିକ୍ୟାପ୍ଟ, ଭିନ୍ନକ୍ଷମ। ଏ ପୁରୁଷ ଲୋକ ତା ସହିତ ଶାରୀରିକ ସମ୍ପର୍କ ରଖିଲେ ଏବଂ ଯେତେବେଳେ ବିବାହର କଥା ଉଠିଲା, ଦେଖନ୍ତୁ ଆଜ୍ଞା କର୍ମ ମଣିଷକୁ ପାଖକୁ କେମିତି ଫେରିକି ଆସୁଛି। ଏବଂ ସେ ଲୋକ 3 ଜଣ କିଏ ଜାଣିବା ପାଇଁ ୟାକୁ ଶୁଣୁଥାନ୍ତୁ ଆଜ୍ଞା ଧ୍ୟାନ ଦେଇକି। ପୁରା ପୁରୁଷ ପିଲାଟି ଭାବିଲା, ଏ ତ କ'ଣ ଏମିତି ଛୋଟି, ଆଉ ଯାହା ହେଇଛି ମୁଁ ଆକୁ ଭାଇବିନି, ରୋକଠୋକ୍ ମନା କରିଥିଲା। ସେ ଝିଅଟିଆ ପାଇଁ ବହୁତ ଡିପ୍ରେସନକୁ ପଳେଇଲା, ଏକରି ବହୁତ ବିଭିନ୍ନ ପ୍ରକାର ଅଭିଶାପ ଆକୁ ଦେଲା। ତ ମୋ ଜୀବନକୁ ନଷ୍ଟ କରୁଥିଲା। ଏମିତି କରି କରି 1 ବର୍ଷ ଭିତରେ ଆଜ୍ଞା ସେ ସୁଇସାଇଡ଼୍ କରିଦେଲା, ଆତ୍ମହତ୍ୟା କରିଦେଲା। ଯେତେବେଳେ ଆତ୍ମହତ୍ୟା କରିଦେଲା, କୌଣସି କାରଣରେ ପୁଅଟି ବଞ୍ଚିଗଲା। ଏହାପରେ କୌଣସି ଆଉ ପ୍ରତିକ୍ରିୟା ନିଆଲା ନାହିଁ। ମୁଁ ଗୋଟେ ଭିଡ଼ିଓରୁ ଆକୁ ଶୁଣିଥିଲି, ଆପଣଙ୍କ ପାଖରେ କହୁଛି ସତ ଘଟଣା ବୋଲିକି। ଗୋଟେ ଭିଡ଼ିଓରୁ ଶୁଣିଥିଲି, ବହୁତ ଭଲ ଚ୍ୟାନେଲଟି। ତାପରେ ଆଜ୍ଞା କ'ଣ ହେଲା ନା, କିଛି ଦିନ ଯିବା ବେଳେ ସବୁ ଆଜ୍ଞା ଶାନ୍ତ ହେଇଗଲା, ସମସ୍ତେ ଖୁସିରେ ରହିଲେ। ଏ ପୁଅଟାର ବି ଜବ୍ ହେଇଗଲା, ଭଲ ସୁନ୍ଦର ଝିଅ ସହିତ ବାହାଘର ହେଲା ଏବଂ ତାର ଗୋଟେ କୁନି ଝିଅଟି ଜନ୍ମ ହେଲା, ବହୁତ ଡଉଲ ଟାଉଲ। ଆଜ୍ଞା ଆପଣ ବିଶ୍ୱାସ କରିବେନି, ଅସହିତ ଧନ ଯେତେବେଳେ ଆସିବ ନା, ଅପର୍ଯ୍ୟାପ୍ତ ଆସିବ, କିନ୍ତୁ ଯେତେବେଳେ ଯିବ ସୁଧ ମୂଳ କଡ଼ା ଗଣ୍ଡା ସହ ହିସାବ ନିକାଶ କରିକି ଯିବ ଆଜ୍ଞା। ସେ ଝିଅଟିକୁ 20 ବର୍ଷ ହେଇଗଲା। ସେ ପଛ କଥା ତ ଭୁଲି ଯାଇଥିଲା। ଲଗ୍ନ ଧରା ସରିଗଲା, ବାହାଘର ପାଇଁ ପାଠ ପଢ଼ିଛି, ଭଲ ଭଲ ସୁନ୍ଦର ପିଲାଟି, ଭଲ ବର ସହିତ, ଭଲ ଘର ସହିତ, ଭଲ ଘର ଦେଖି ତାର ବାହାଘର ହେଲା। ଲଗ୍ନ ଧରା ପରେ ହଠାତ୍ ଝିଅର ଗାଡ଼ି ଆକ୍ସିଡେଣ୍ଟରେ, ବାଇକ୍ ଆକ୍ସିଡେଣ୍ଟରେ ଗୋଡ଼ଟା ଆଜ୍ଞା, ଡାହାଣ ପଟ ଗୋଡ଼ଟା ପୁରା ପାରାଲାଇଜ୍ ହେଇଗଲା। କାହାକୁ ଆଉ ମୁହଁ ଦେଖିବ? ସେ ପୁଅଟି ଆଜ୍ଞା ରାଜି ହେଲା ନା ବାହା ପାଇଁ? ଶୁଣୁଥାନ୍ତୁ ଆଜ୍ଞା, ତା ନିଜର ଝିଅ ଏକ ଦିନ କବାଟ ବାଡ଼େଇକି ଦେଖିଲା ବେଳକୁ, କବାଟ ଯେମିତି ନ ଫିଟିଲା, ଦେଖିଲା ବେଳକୁ ଫ୍ୟାନ୍ରେ ଆଜ୍ଞା ଝିଅ ମରିକି ଝୁଲୁଛି। ଏମିତି ଖୋଜାଖୋଜି କରି ଯେତେବେଳେ ଗୋଟେ ଭଲ ଲୋକ ପାଖକୁ ଗଲେ ବୁଝାବୁଝି କରିବା ପାଇଁ, ସେ ଲୋକଟି କହିଲା, ଆରେ ତୁ ତ ବହୁତ ଖୁସି ହେଉଥିଲୁ ସେଦିନ ଯେତେବେଳେ ଆଉ ଜଣଙ୍କୁ ଦୁଃଖ ଦେଇଥିଲୁ, ଇଏ ତୋ ଝିଅ ନୁହଁରେ, ତୋ ଝିଅ ରୂପରେ ଜନ୍ମ ନେଇଛି, ତୁ ପ୍ରତିଶୋଧ ନେବା ପାଇଁ ଆସିଛି। ତୁ ଯାହାକୁ ଦୁଃଖ ଦେଇଥିଲୁ, କଷ୍ଟ ଦେଇଥିଲୁ, ମନେ ରଖିଥା, ତୋ କର୍ମର ଫଳ ସବୁ କଡ଼ା ଗଣ୍ଡା ହିସାବ ନିକାଶ କରିକି ଗଲା। ଆଜ୍ଞା କର୍ମକୁ ଟିକେ ଡରନ୍ତୁ। ଆମେ ଯେମିତି ସାର୍ଟକୁ ବଦଳାନ୍ତି ନା, ସେଇଭଳି ଭାବରେ ପ୍ରକୃତି ହିସାବରେ, ପ୍ରକୃତିର ନଜରରେ ଆମେ ଯେମିତି ସାର୍ଟ ବଦଳାଉ, ସେଇଭଳି ଭାବରେ ଆତ୍ମାରୁ ଶରୀରଟା ବଦଳିଥାଏ ଆଜ୍ଞା। ଆମ ହିସାବରେ ଯେମିତି ଆମେ ଶରୀରରୁ ସାର୍ଟଟି ବଦଳାଉ 1-2 ଦିନରେ ଥରେ,
से भाव प्रकृति हिसाब से आम आत्मार शरीरटा बदली थाए किंतु कर्मर फल जदि ये जन्म क्या भोगवाक पड़े ना आउ क्या अन्य जन्म भोगवाक पड़े किंतु निश्चिंत भोगापी पड़ो आज्ञा आपण जी चालाक ना ये विश्व ब्रह्मांडर शक्ति कस्मिक पावर इज द मोस्ट पावरफुल हिडन वेपन देन योर माइंड तुमर मस्तिष्क ठारू से सबुठारू शक्तिशाली अस्त्र से अस्त्र कहापाई ना जी खराब कर्म कला ताकू सी नष्ट करिवो एवं जे भल कर्म कला अस्त्र होइकि ता पाखरे रहिबो खराब विपदरू रक्षा करिवा पाई कॉस्मिक पावर तेणु कर्म थ्योरी ताकू टिके विश्वास करंतु कर्म को विश्वास करंतु भल कर्म करंतु केही न देखिले परमात्मा परम पिता सब बेले देखुछंती भल कर्म करंतु एबे आसिला केउ तीनोटी व्यक्ति निजर होई नथंती आज्ञा देखिबे मु प्रथम कथारू कहि देइछि देखिबे आपण कथा कहथिबा समय रे जार नजर आपण कथा उपर नथिबो थिबो कहा उपरे ना निजर कामटा केमिति अति शीघ्र हेजिवो सेइथिपई आपण संगे मिसुथिबो प्रथम व्यक्ति होची ये केबे भी आपण निजर हबनी द्वितीय व्यक्ति किए आज्ञा जे कथा कहथिबो गोटे काम रे आ गोटे करथिबो कथा तो कहथिबो मु तुम मरजी कथा तो कहथिबो मु विपद समय साहबी किंतु देखिबा आज्ञा विपद समय प्रथमे सेई आज्ञा उपस्थित नथिबो तृतीय व्यक्ति हूँ किए सब जे निजर स्वार्थ आज्ञा देखे सब निजर स्वार्थ अत्यंत गूढ़ मार्मिक भिडियो परवर्ती भिडियो देखा पार्ट 2 आज्ञा देखा परवर्ती भिडियो निजर जत्न नथा आज्ञा जय जगन्नाथ।